ହଠାତ୍ ଜାହାଜର କ୍ୟାପ୍ଟେନ୍ ଆଲବାର୍ଟ ବିଟୋ ଲକ୍ଷ୍ୟ କଲେ ଯେ ଜାହାଜଟି ଆଉ ତାଙ୍କ କଣ୍ଟ୍ରୋଲରେ ନାହିଁ। ସାମ୍ନାରେ ମାଡ଼ି ଆସୁଥିବା ବାଘ ପରି ସାମୁଦ୍ରିକ ଝଡ଼ ଦେଇ ତାଙ୍କ ଜାହାଜକୁ ଗ୍ରାସ କରିବା ପାଇଁ ବସିଛି। ଆଖି ସାମ୍ନାରେ ନିଶ୍ଚିନ୍ତ ମୃତ୍ୟୁକୁ ଦେଖି ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭୟରେ ଆତଙ୍କିତ। ଏହି ସମୟରେ ଜାହାଜର କ୍ୟାପ୍ଟେନ୍ ଆଲବାର୍ଟ ବିଟୋ ଲକ୍ଷ୍ୟ କଲେ ଯେ ଜାହାଜରେ ଥିବା ଜଣେ ବୃଦ୍ଧ କ୍ରୁ ମେମ୍ବର ଯିଏକି ଜଗନ୍ନାଥଙ୍କର ଫଟୋକୁ ଆଖି ଆଗରେ ରଖି ପ୍ରାର୍ଥନା କରୁଛନ୍ତି। ତାଙ୍କ ମନରେ ଟିକେ ମାତ୍ର ସନ୍ଦେହ ନଥାଏ। ସେ ପୁରା ଶାନ୍ତ ଭାବରେ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥାନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଥାନ୍ତି। ଏହି ସମୟରେ ବିଟୋ ପାଖକୁ ଯାଇ ତାଙ୍କୁ ପଚାରିଲେ ଯେ ଆପଣ କ'ଣ କରୁଛନ୍ତି? ସେ କହିଲେ ଇଏ ହେଉଛନ୍ତି ଜଗତର ନାଥ ମହାପ୍ରଭୁ ଜଗନ୍ନାଥ। ସେ ଆମମାନଙ୍କର ରକ୍ଷା କରିବେ। ବୃଦ୍ଧଙ୍କର ଏହିପରି ଅତୁଟ ବିଶ୍ୱାସ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଦେଖି କ୍ୟାପ୍ଟେନ୍ ବିଟୋ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଶରଣ ଯାଇଥିଲେ। କିଛି ସମୟ ମଧ୍ୟରେ ସାମୁଦ୍ରିକ ଝଡ଼ଟି ଉଭେଇ ଯାଇଥିଲା। ଏହାପରେ କ୍ୟାପ୍ଟେନ୍ ଆଲବାର୍ଟ ବିଟୋ ଜାହାଜକୁ ପୁରୀର ସମୁଦ୍ର ତଟରେ ଲଗାଇ ସେ ଆଣିଥିବା ବେଲ୍ଟି ପୁରୀ ଜଗନ୍ନାଥ ମନ୍ଦିରକୁ ଦେଇଥିଲେ, ଯେଉଁଠିକି ଆଜି ନୀଳାଦ୍ରି ବିହାର ମ୍ୟୁଜିୟମରେ ବିଟୋସ୍ ବେଲ୍ ନାମରେ ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତିର ଗୁଣଗାନ କରୁଅଛି। ଆଜି ପାଇଁ ଏତିକି, ରହୁଛି। ଜୟ ଜଗନ୍ନାଥ।